ଆଜିକାଲିର ଦୁନିଆରେ କ'ଣ ହେଉଛି? ଏମିତି ଏକ ସମୟ ଯେଉଁଠି କେହି ଯଦି ବେଶୀ ସରଳ ହୋଇଗଲା ତାକୁ ଲୋକେ ଦୁର୍ବଳ ବୋଲି ଭାବି ନେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ନିଜ ଭିତରୁ ଶକ୍ତି ଆଣିବା କେତେ ଜରୁରୀ ନୁହେଁ କି? ଆସନ୍ତୁ ଆଜି ଏହି ଗଭୀର ବିଷୟ ଭିତରକୁ ଯିବା ଆଉ କିଛି କଥା ବୁଝିବା। କେତେ ସତ କଥାଟିଏ ନୁହେଁ? ଆଜିକାଲି ସମ୍ପର୍କ ସବୁ ହୃଦୟରେ ନୁହେଁ ମୁଣ୍ଡରେ ଗଢ଼ା ହେଉଛି। ମାନେ ଭାବନା ପଛରେ ଆଉ ହିସାବ କିତାବ ଆଗରେ। କେଉଁଠି ଲାଭ, କେଉଁଠି ସୁବିଧା ବା ସେଇଠି ସମ୍ପର୍କ। ଏଇଟା ହିଁ ଆଜିର କଠୋର ବାସ୍ତବତା। ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ବାହାରର ଦୁନିଆ ଏତେ ହିସାବୀ, ମନ ଭିତରର ଶାନ୍ତି ସେଇଟା କୋଉଠୁ ମିଳିବ? ଆସନ୍ତୁ ଆଜିର ଏହି ଆଲୋଚନାରେ ଆମେ ସେଇ ରାସ୍ତାଟାକୁ ହିଁ ଖୋଜିବା। ତେବେ ଆମ ଯାତ୍ରାର ପ୍ରଥମ ପାହାଚ ନିଜର ମୂଲ୍ୟକୁ ବୁଝିବା। କାରଣ ଦେଖନ୍ତୁ, ଦୁନିଆ କ'ଣ ଭାବୁଛି ସେଇଟା ଗୋଟେ କଥା, କିନ୍ତୁ ଜଣେ ନିଜକୁ କେମିତି ଦେଖୁଛି ସେଇଟା ସବୁଠୁ ବଡ଼ କଥା। ଏକଥା ଶୁଣିବାକୁ ଟିକେ କଷ୍ଟ ଲାଗିପାରେ, କିନ୍ତୁ ସତ। ଆଜିକାଲିର ଦୁନିଆରେ ଯଦି କେହି କାହାକୁ ବେଶୀ ସମ୍ମାନ ଦେଉଛି ତାକୁ ଲୋକେ ସହଜରେ ନେଇଯାଉଛନ୍ତି, ମାନେ ହାଲକା ଭାବେ। ଆମେ ଭାବୁ ଭଲ ପାଇବା ଦେଲେ ଭଲ ପାଇବା ମିଳିବ, କିନ୍ତୁ ଦୁନିଆ ବେଳେବେଳେ ସେହି ସରଳତାକୁ ହିଁ ଦୁର୍ବଳତା ବୋଲି ଭାବିନିଏ। ସେଇଥିପାଇଁ ତ କୁହାଯାଏ, ସବୁକିଛିର ଆରମ୍ଭ ନିଜଠୁ। ଯଦି ଜଣେ ନିଜର ହିଁ ମୂଲ୍ୟ ବୁଝିନି, ତେବେ ଦୁନିଆ ତାକୁ କେମିତି ମୂଲ୍ୟ ଦେବ? ପ୍ରଶ୍ନ ହିଁ ଉଠୁନି। ନିଜ ସମ୍ମାନ ସତରେ ନିଜ ହାତରେ। ଆଚ୍ଛା, ତେବେ ଏଇ ଯେଉଁ ସତ୍ୟ କଥା ଆମେ କହୁଛେ, ତାହା ଆମ ସମ୍ପର୍କଗୁଡ଼ିକ ଉପରେ କେମିତି କାମ କରେ? କାରଣ ଦେଖିବେ, ଜୀବନର ସବୁଠୁ ବଡ଼ ଶିକ୍ଷା, ସେ କଠିନ ହେଉ କି ମୂଲ୍ୟବାନ, ସେଗୁଡ଼ାକ ସମ୍ପର୍କ ଭିତରୁ ହିଁ ମିଳେ। ଗୋଟିଏ କଥା ସବୁବେଳେ ମନେ ରଖିବା ଭଳି, କୌଣସି ବି ସମ୍ପର୍କରେ ଯଦି କାହାକୁ ନିଜର ଗୁରୁତ୍ୱ ବାରମ୍ବାର ମନେ ପକାଇବାକୁ ପଡ଼ୁଛି, ତେବେ ବୁଝିନେବା ଦରକାର ଯେ ସେଠି ତାଙ୍କର କୌଣସି ମୂଲ୍ୟ ହିଁ ନାହିଁ। ଆଉ ଯେଉଁଠି ମୂଲ୍ୟ ନାହିଁ, ସେଠୁ ଚୁପଚାପ ବାହାରି ଆସିବାଟା ହିଁ ସବୁଠୁ ଭଲ। ଅବିଶ୍ୱାସଘାତକତା। ଏଇଟା ଏମିତି ଏକ ଆଘାତ ଯାହା କେବେ ବାହାର ଲୋକ ଦିଅନ୍ତି ନିଜ ଲୋକ। ଦେଖନ୍ତୁ ନା, ଇତିହାସ ସାକ୍ଷୀ ଅଛି, ଏତେ ବଡ଼ ରାବଣ ବି ହାରିଗଲେ କାହା ପାଇଁ? ନିଜ ଭାଇ ବିଭୀଷଣଙ୍କ ପାଇଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ବିଶ୍ୱାସ ଯେତିକି ଦାମୀ ସେତିକି ଭଙ୍ଗୁର। ଦେଖନ୍ତୁ ଫରକଟା କେତେ ସଫା। ଯିଏ ସତରେ ନିଜର, ସିଏ କଥା ନ କହିଲେ ବି ମନ କଥା ବୁଝିଯିବ। କିନ୍ତୁ ଯିଏ ଆଉ କାହା ପାଇଁ ଅଣଦେଖା କରୁଛି, ତାକୁ ବୁଝାଇବାକୁ ଚେଷ୍ଟା କରିବା ମାନେ ନିଜ ଶବ୍ଦକୁ ଅପମାନ କରିବା ସହିତ ସମାନ। ଆଚ୍ଛା, ଏତେ ସବୁ କଠିନ ପରିସ୍ଥିତିରୁ ଶିଖିବାର ରାସ୍ତା କ'ଣ? ଉତ୍ତରଟା ବହୁତ ସରଳ। ଅନୁଭବ। ଉପଦେଶ କି ପରାମର୍ଶ ନୁହେଁ, ବରଂ ଅନୁଭବ ହିଁ ସବୁଠୁ ବଡ଼ ଗୁରୁ। ଗୋଟେ କଥା ଅଛି ନା, 100ଟା ଉପଦେଶ ଯାହା କରିପାରିବନି, ଜୀବନର ଗୋଟିଏ ଠୋକର ତାହା ଶିଖେଇଦେବ। କାରଣ କ'ଣ ଜାଣନ୍ତି? ଉପଦେଶ କାନ ଦେଇ ଗଳିଯାଏ, କିନ୍ତୁ ଠୋକରଟା ସିଧା ହୃଦୟରେ ବାଜେ, ଆଉ ସେଇଠୁ ହିଁ ଆରମ୍ଭ ହେଇ ଅସଲ ପରିବର୍ତ୍ତନ। ଏଇ କଥାଟାକୁ ପୁରାପୁରି ମନେ ରଖିବା ଦରକାର। ଜୀବନର ସେଇ ଯେଉଁ କଠିନ ସମୟ ଆସେ, ସେଗୁଡ଼ାକ ହିଁ ଜଣଙ୍କୁ ଭିତରୁ ପଥର ଭଳି ମଜବୁତ କରିଦିଏ। କୌଣସି ମିଠା କଥା ନୁହେଁ, ବରଂ ଯନ୍ତ୍ରଣା ହିଁ ପ୍ରକୃତ ଗୁରୁ। ସାଧାରଣତଃ ଆମେ କ'ଣ କରୁ? ଏହିସବୁ ଜିନିଷକୁ ଡରୁ। ଭୁଲ ରାସ୍ତା, ଭୁଲ ଲୋକ, ଭୁଲ ପରିସ୍ଥିତି। କିନ୍ତୁ ମଜାର କଥା କ'ଣ ଜାଣନ୍ତି? ଏମାନେ ଆମର ଶତ୍ରୁ ନୁହନ୍ତି, ବରଂ ଏମାନେ ହିଁ ଆମର ସବୁଠୁ ବଡ଼ ଶିକ୍ଷକ। ହେଲେ କାହିଁକି ଏସବୁ ଭୁଲ ଅନୁଭବ କାହିଁକି ଦରକାର? କାରଣ ଏଗୁଡ଼ିକ ହିଁ ଶିଖାଏ ଯେ ଜଣକ ପାଇଁ ପ୍ରକୃତରେ କ'ଣ ଠିକ୍। ଯେପର୍ଯ୍ୟନ୍ତ କେହି ଭୁଲକୁ ଚିହ୍ନିନି, ସେ ଠିକ୍ର ମହତ୍ତ୍ୱ କେମିତି ବୁଝିବ? ଆଉ ଯେତେବେଳେ ଭୁଲ ଲୋକମାନେ ଜୀବନରୁ ଚାଲିଯାଆନ୍ତି, ସେତେବେଳେ ଆସେ ଏକାକୀପଣ। କିନ୍ତୁ ଜାଣନ୍ତି, ଏଇ ଏକାକୀପଣଟା ଅଭିଶାପ ନୁହେଁ, ଏଇଟା ଗୋଟେ ବରଦାନ। ନିଜକୁ ନୂଆ କରି ଖୋଜି ପାଇବାର ଏକ ସୁଯୋଗ। ହଁ, ମାନିବାକୁ ପଡ଼ିବ ଯେ ଆରମ୍ଭରେ ଏକା ରହିବାଟା ବହୁତ କଷ୍ଟ ଦିଏ। ମନରେ ନିରାଶା ଆସେ, ଦୁଃଖ ବି ଲାଗେ। କିନ୍ତୁ ସମୟ ସହିତ ସେଇ ଏକାକୀପଣ ହିଁ ଜଣକୁ ଭିତରୁ ଏତେ ଶକ୍ତ କରିଦିଏ ଯେ ତାକୁ ଆଉ କାହାରି ସାହାରା ଦରକାର ପଡ଼େନି। ସେ ନିଜେ ହିଁ ନିଜର ସାହାରା ବନିଯାଏ। କେତେ ଗଭୀର କଥାଟିଏ। ଯେତେବେଳେ ଜଣେ ଏକା ଥାଏ, ସେତେବେଳେ ସେ ନିଜର ସବୁଠୁ ପାଖରେ ଥାଏ। ବାହାର ଦୁନିଆର ଶବ୍ଦ ଯେତେବେଳେ ଶାନ୍ତ ହୋଇଯାଏ, ସେତେବେଳେ ହିଁ ଭିତରର ସ୍ୱର ଶୁଭାଯାଏ। ତେବେ ଯେତେବେଳେ ଏଇ ଭିତରର ଶକ୍ତି ମିଳିଯାଏ, ତାପରେ ଦୁନିଆକୁ ଦେଖିବାର ନଜର ହିଁ ବଦଳିଯାଏ। ଆଉ ଏସବୁ ଆସେ ଭିତରର ସନ୍ତୁଳନରୁ। ଆଉ ଏଇ ସନ୍ତୁଳନ ପାଇଁ କିଛି ନୀତି ଅଛି। ଯେମିତିକି ପ୍ରତିଶୋଧର ରାସ୍ତା ନୁହେଁ, ସତ୍ୟର ରାସ୍ତା ଧରିବା। କାହାର କ୍ଷତି କରିବା ନିଜର କାମ ନୁହେଁ, ସେମାନଙ୍କର କର୍ମ ସେମାନେ ଭୋଗିବେ। କଥାରେ ନୁହେଁ, ନିଜ ଚରିତ୍ରରେ ଜବାବ ଦେବା। ଆଉ ସେମାନଙ୍କର ନକାରାତ୍ମକତାରୁ ନିଜକୁ ଉପରକୁ ଉଠେଇବା। ମୂଳ କଥା ହେଲା, କିଏ ଖରାପ କଲା ବୋଲି ନିଜେ ଖରାପ ହେଇଯିବାଟା ଠିକ୍ ନୁହେଁ। ଆଉ ଏଇଟା ମନେ ରଖନ୍ତୁ, ଦୁନିଆର ସବୁଠୁ ବଡ଼ ଶକ୍ତି ସେଇ ଲୋକ ପାଖରେ ଥାଏ ଯିଏ ସବୁ ପରିସ୍ଥିତିରେ ନିଜ ଭିତରର ସନ୍ତୁଳନକୁ ବଜାୟ ରଖିପାରେ।
ଯେତେବେଳେ ମନ ସ୍ଥିର ସେତେବେଳେ ବାହାରର କୌଣସି ଝଡ଼ ତାକୁ ଦୋହଲାଇ ପାରେ ନାହିଁ। ଏହା ହିଁ ତ ଅସଲ ଶକ୍ତି। ଶେଷରେ ଏ କଥାଟି ଜୀବନ ଗୋଟିଏ ଦର୍ପଣ ଭଳି। ଜଣେ ଭିତରେ ଯେମିତି ତାର ଜୀବନ ବି ବାହାରେ ଠିକ୍ ସେମିତି ଦେଖାଯାଏ। ଯଦି ଭିତରେ ଶାନ୍ତି ଆଉ ସଚ୍ଚୋଟତା ଅଛି ତେବେ ଜୀବନ ବି ସେହି ସୁନ୍ଦରତାର ପ୍ରତିଫଳନ କରିବ। ତେବେ ଶେଷରେ ପ୍ରଶ୍ନଟି ସେଇଠି ଆସି ଅଟକୁଛି, ଜଣେ ନିଜର ପରିଚୟ କ'ଣ ଗଢ଼ିବାକୁ ଚାହେଁ? ନିଜର କର୍ମ ଦ୍ୱାରା, ନିଜର ବିଚାର ଦ୍ୱାରା ଆଉ ନିଜର ସେଇ ଭିତରର ଶକ୍ତି ଦ୍ୱାରା? ଏହାର ଉତ୍ତର ଆଉ କେହି ନୁହେଁ, ନିଜକୁ ହିଁ ନିଜ ଭିତରେ ଖୋଜିବାକୁ ପଡ଼ିବ।